ଆମର ଘରେ ରନ୍ଧା ହୋଇ ରହିଯାଉଥିବା ଭାତ ତ ଫୋପାଡ଼ିବା ଅପେକ୍ଷା ଭାତ ଅଳ୍ପ ଗ୍ରାଇଣ୍ଡ ଜାର୍ରେ ନେବା। ତ ପେଷ୍ଟ ହେଇଯାଇଛି। ଆମେ ଏହିପରି ମୋଟା ମୋଟା କରି ପେଷ୍ଟ କରିଦେବା। ଟିକେ ଆମେ କାଢ଼ିଦେବା। ସେଗୁଡ଼ିକ ଲୁଣ ଦେବା, ତେଲ ଦେବା, ପକାଇବା, ଭଲରେ ଚକଟା ଚକଟି କରିଦେବା। ମଇଦା ପକାଇ ତାକୁ ଭଲରେ ଆମେ ଚକଟା ଚକଟି କରିବା। ଚକଟାଟା ପ୍ରସ୍ତୁତ ହୋଇଗଲାଣି। ଆମେ କିଛି ତେଲ ଦେବା, କିଛି କଟା ରସୁଣ, କିଛି କଟା ପିଆଜ ଦେବା। ଆମର ଏବେ ପିଆଜ ଭାଜି ହୋଇ ଆସିଲାଣି। କଞ୍ଚା ଲଙ୍କା, ଗାଜର, କ୍ୟାପ୍ସିକମ୍ ଭଲରେ ଘାଣ୍ଟିଦେବା। ଟମାଟୋ ଦେବା, ଅଦାର ବ୍ରେଡ଼ ଦେବା, ପନିର, କିଛି ଧନିଆ ପତ୍ର ସେଇଟାକୁ ଭଲରେ ଘାଣ୍ଟିଦେବା। ସ୍ୱାଦ ଅନୁସାରେ ଲୁଣ ମରିଚ ଗୁଣ୍ଡ, ସୋୟା ସସ୍, ଟମାଟୋ ଦେଇଦେଇଛି ସେଥିପାଇଁ ମୁଁ ଟମାଟୋ ସସ୍ ଦେଉନି। ଘୋଡ଼େଇ ଦେବା। ଦେଖନ୍ତୁ ଆମ ପୁରଟା ପ୍ରସ୍ତୁତ ହୋଇଗଲାଣି। ପରେ ଆମେ କାଢ଼ିଦେବା। ଆମେ ଟିକେ ହାତରେ ତେଲ ମାରିଦେବା। ଦେଖନ୍ତୁ ଆମର ଏବେ କେତେ ସୁନ୍ଦର ମୋମୋ ପ୍ରସ୍ତୁତ ହେଇଯାଇଛି। ଏବେ ଆମେ ଗ୍ୟାସ୍ ଅନ୍ କରିଦେଲେ 10-15 ଘୋଡ଼େଇ ଦେବା 20 ମିନିଟ୍ ପାଇଁ। ଖୋଲିକି ଦେଖିବା। ଏବେ ଆମେ କାଢ଼ିକି ଦେଖିବା ସିଝିଗଲାଣି କି ନାହିଁ। କେତେ ସୁନ୍ଦର ଦେଖାଯାଉଛି ମୋମୋ। କେତେ ସୁନ୍ଦର ଦେଖାଯାଉଛି। କଣ ସେଟା କରୁଛୁ? ଗୋଟେ ସବସ୍କ୍ରାଇବ୍ ଲାଇକ୍ ଦେବେ। ରହୁଛି। ଜୟ ଜଗନ୍ନାଥ।